ବାହାଘରରେ ରୋବୋଟ କରୁଛି ସର୍ଭ। ମଣିଷ ନୁହେଁ, ଟ୍ରେ ଧରି ସର୍ଭ କରୁଥିଲା ରୋବୋଟ। ଅତିଥି ହେଲେ ତାଜୁବ। ଆଜିକାଲି ସମସ୍ତେ ନିଜ ବାହାଘରରେ କିଛି ନିଆରା କରିବାର ପ୍ରୟାସ କରୁଛନ୍ତି। କେତେବେଳେ ବର ସାଇକେଲରେ ଯାଉଛି ତ ଆଉ କେତେବେଳେ କନ୍ୟା ଘର ଯୌତୁକରେ ନିଜ ପାଳିତ ପଶୁକୁ ନେଇ ଶାଶୁଘର ଯାଉଛି। ଏପରି ଅନେକ କିଛି ଅସାଧାରଣ ଖବର ସାମ୍ନାକୁ ଆସେ। ତେବେ ଏଥର ଟେକ୍ନୋଲୋଜିକୁ ତାଳ ଦେଇ ପଞ୍ଜାବର ଲୁଧିଆନାର ଏକ ବିବାହ ଉତ୍ସବରେ ମଣିଷ ନୁହେଁ ବରଂ ଅତିଥିଙ୍କୁ ଖାଇବା ପରସୁଛି ରୋବୋଟ। ଏବେ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଧଳା ରଙ୍ଗର ରୋବୋଟ ଟ୍ରେ ଧରି ଆଇସ୍କ୍ରିମ୍ କପ୍ ନେଇ ସମସ୍ତ ଅତିଥିଙ୍କ ନିକଟକୁ ଯାଉଛି। ଯେତେବେଳେ ରୋବୋଟଟି କୌଣସି ଟେବୁଲ ନିକଟରେ ପହଞ୍ଚୁଛି ସେଇଠି କିଛି ସମୟ ପର୍ଯ୍ୟନ୍ତ ରହିଯାଉଛି। ଏହାପରେ ସେ ଟେବୁଲରେ ବସିଥିବା ଅତିଥିମାନେ ଟ୍ରେରୁ ଏକ ଆଇସ୍କ୍ରିମ୍ କପ୍ ନେଉଛନ୍ତି। ରୋବୋଟର ଏହି ସେବାକୁ ଦେଖି ବାହାଘର ଉତ୍ସବକୁ ଆସିଥିବା ସମସ୍ତ ଅତିଥିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏ ଭାଇରାଲ ଭିଡିଓଟି ପ୍ରଥମେ ପଞ୍ଜାବୀ ବାଦ୍ୟ ସହ ଆରମ୍ଭ ହେଉଛି ଏବଂ ଭିଡିଓ ମଝିରେ ରୋବୋଟ ଟ୍ରେ ଧରି ଆସୁଛି। ଭିଡିଓରେ ଦୁଇଟି ଛୋଟ ପିଲା ରୋବୋଟ ପାଖରେ ଠିଆ ହୋଇ ଧ୍ୟାନରେ ଦେଖୁଥିବା ନଜର ଆସିଛି। ରୋବୋଟଟି ଯୁଆଡ଼େ ଯାଉଛି ସେମାନେ ତା ସହ ଯାଉଥିବା ବେଳେ ରୋବୋଟର ପ୍ରତିଟି କାର୍ଯ୍ୟକୁ ଧ୍ୟାନର ସହ ଦେଖୁଛନ୍ତି। ଏପରିକି ରୋବୋଟର କାର୍ଯ୍ୟ ଦେଖି ବାହାଘରକୁ ଆସିଥିବା ଅତିଥିମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଇନଷ୍ଟାଗ୍ରାମରେ @iCasual ନାମକ ଏକ ପ୍ରୋଫାଇଲରୁ ସେୟାର କରାଯାଇଛି। ଏହି ଭିଡିଓକୁ ଏଯାବତ୍ 3 ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଭିଡିଓ ତଳେ ନେଟିଜେନ୍ସ ମଜାଦାର କମେଣ୍ଟ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଜଣେ ୟୁଜର୍ସ ଲେଖିଛନ୍ତି ଶିଖ ମାନେ ରୋବୋଟକୁ ଚାକର କରିଦେଇଛନ୍ତି। ସେପଟେ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଏହି ରୋବୋଟକୁ ଟିପ୍ ମାଗିବା ଉଚିତ। ସେପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଲୋକେ କହୁଛନ୍ତି ଏଆଇ ଚାକିରି ଖାଇଦେବ କିନ୍ତୁ ଏମାନଙ୍କୁ ସମ୍ଭାଳିବା ଲାଗି ଜଣେ ବ୍ୟକ୍ତିଙ୍କୁ ରଖାଯାଇଛି।